ओम नमः शिवाय। ମୁଁ ଜ୍ୟୋତିର୍ବିଦ ଓ ଲେଖକ ପ୍ରଫେସର ରୁଦ୍ରପ୍ରସନ୍ନ ମହାପାତ୍ର ଭୁବନେଶ୍ୱର ଓଡ଼ିଶାରୁ କହୁଛି। ବିବାହ ଭାଙ୍ଗୁଛି, ରାଜଜଟକ ହେଲା, ବିବାହ ଭାଙ୍ଗିଲା। ତାପରେ ମୁଁ ଆଗରୁ ଭିଡ଼ିଓ କରି ରଖୁଛି। ଆଜି ଗୋଟେ ସ୍ପେସିଫିକ୍ ଇସ୍ୟୁକୁ ନେଇ ମୁଁ କହିବି। ବିବାହ ଭାଙ୍ଗିବାର କାରଣ ସେ ହେଲା ବୈଶ୍ୟତା। ଗୋଟେ ଅଛି ଯେଉଁ ଆପଣ 10 ମେଳକ କରିବେ, ସେଥିରୁ ଗଣ ମେଳକ ଅଛି, ଯୋନି ମେଳକ ଅଛି, ରାଶି ମେଳକ ଅଛି, ସେମିତି ବୈଶ୍ୟତା ମେଳକ ଗୋଟେ ଅଛି। କାହିଁକି ଏସବୁ ଯେଉଁ ମେଳନ ଆମେ କରୁଛୁ ନା କମ୍ପାଟିବିଲିଟା ଜାଣିବା ପାଇଁ। ଆପଣ ଯାହାକୁ ଜୀବନସାଥୀ ହିସାବରେ କରିବେ ବା ଜୀବନସାଥୀ କରିବାକୁ ଆଗଉଛନ୍ତି, ତାକୁ ଦୁଇଟା କ୍ଷେତ୍ରରେ କହୁଛି, ପୁଅ ଝିଅ କିମ୍ବା ଝିଅକୁ ପୁଅ, ଆପଣ କେତେ ଦୂର ପରସ୍ପର ଭିତରେ ଆପଣଙ୍କର ସମ୍ପର୍କଟା ଭଲ ରହିବ, ଏଇସବୁ ଜିନିଷ ଗଣନା କରିବା ପାଇଁ ମୁନି ଋଷିମାନେ ଗୋଟେ ଟେକ୍ନିକ୍ ଡିଜାଇନ୍ କରିଥିଲେ, ଯେଉଁଟାକି ମୁଁ କୁହେ ଯେ ଆପଣ ପୂର୍ବ ଜନ୍ମରେ ଯେଉଁ ଲୋକ ସହିତ ଅଧିକ ଋଣ ଥିବ, ଏଇ ଜନ୍ମରେ ସେ ଆପଣଙ୍କର ସ୍ତ୍ରୀ କିମ୍ବା ସ୍ୱାମୀ ହିସାବରେ ଆସିବେ। ଋଣାଣୁବନ୍ଧ ଯଦି ନଥିବ ତାହେଲେ ଆପଣ ମୋ ଭଳିଆ କାହିଁକି ରହିବେ? ଋଣାଣୁବନ୍ଧ ଥିଲେ ହିଁ ବାପା ଭାଇ, ବାପା ମା ତ ରହିବେ ଛାଡ଼ନ୍ତୁ, ଭାଇ ଭଉଣୀ ଆସିବେ ନାହିଁ। ଋଣାଣୁବନ୍ଧ ଥିଲେ ହିଁ ଗୋଟେ ଭାଇ ଭଉଣୀ ହେବେ। ଋଣାଣୁବନ୍ଧ ଥିଲେ ହିଁ ଆପଣ ମ୍ୟାରେଜ୍ କରିକି ପିଲାଛୁଆ କରିବେ। ଋଣାଣୁବନ୍ଧ ନାହିଁ ତାହେଲେ ହେବନି, ଅର୍ଥାତ୍ ଆପଣ ନିଜଙ୍କର କର୍ମର ହିଁ ଫଳ। କିନ୍ତୁ ଆମେ ତାକୁ କେମିତି ଗୋଟେ ଜାତକରେ ଦେଖୁ, ବିଭିନ୍ନ ନକ୍ଷତ୍ରଙ୍କୁ ନେଇକି। 1ରୁ 27ଟା ଯେଉଁ ନକ୍ଷତ୍ର ଅଛି ତାକୁ ନେଇକି ବିଭିନ୍ନ ବୈଶ୍ୟତା କ୍ରିଏଟ୍ କରାହେଇଛି। ବେସିକାଲି ବୈଶ୍ୟତା ଯଦି ଆପଣ ଦେଖିବେ, ବାଇପେଡ୍ ଆଣ୍ଡ କ୍ୱାଡ୍ରୁପେଡ୍ ବା ଚତୁଷ୍ପଦ ଏବଂ ଦ୍ୱିପଦ। ଏଇ ନକ୍ଷତ୍ର ହେଲେ ଦ୍ୱିପଦ, ଇଏ ହେଲେ ଚତୁଷ୍ପଦ, ଆଉ କିଏ ହେଲେ କୀଟ, ଏମିତି କ'ଣ କୁହାଯାଇଛି। ଦ୍ୱିପଦ ମାନେ ହେଲେ ଲିଡ଼ିଂ। ଯେଉଁ ନକ୍ଷତ୍ର ଦ୍ୱିପଦ ହେଇଥିବ ସେ ନକ୍ଷତ୍ର ସବୁବେଳେ ଚତୁଷ୍ପଦଠୁ ଉପରେ ରହିବ। ଯଦିଓ କୁହାଯାଏ କି ସିଂହ ଆଉ ବାଘ ଏଇଭଳିଆ ଚତୁଷ୍ପଦ ମାନଙ୍କ ଠାରୁ ଦ୍ୱିପଦ ଉପରେ ରହିପାରିବେ ନାହିଁ, କିନ୍ତୁ ବେସିକାଲି ଆଇଡ଼ିଆ ହେଲା ସେ, ଯଦି ଆପଣ ମଣିଷ କ୍ୟାଟେଗୋରିରେ ପଡ଼ିଲେ ଦ୍ୱିପଦ ମାନେ ମଣିଷ ବାଇପେଡ୍, ସବୁବେଳେ ନୁହେଁ, ଆପଣଙ୍କୁ ଚଢ଼େଇ ମାନେ ବାଇପେଡ୍, କିନ୍ତୁ ଏଠି ମଣିଷ ହିସାବରେ ଧରନ୍ତୁ, ଏବଂ ପଶୁ ହେଲେ 4ପଦ ଚତୁଷ୍ପଦ। ଆପଣ ଦେଖିବେ ଗୋଟେ ମଜା ଜିନିଷ ଲେଖା ହେଇଛି ପାଞ୍ଜିମାନଙ୍କରେ, ଯେ ଯଦି ବୈଶ୍ୟତା ଚତୁଷ୍ପଦକୁ ଚତୁଷ୍ପଦ ହୁଏ ଏବଂ ଦ୍ୱିପଦକୁ ଦ୍ୱିପଦ ହୁଏ ତାହେଲେ ଏଟା ଭଲ, ଅର୍ଥାତ୍ ଯଦି ସମବୈଶ୍ୟତା ରହିଲା ତାହେଲେ ଏଟା ଭଲ। ଏବଂ ଏକଥା ବି କୁହାଯାଇଛି କିଛି କିଛି ପାଞ୍ଜିରେ, ମୋ ନାଁ ନେଉନି, ସ୍ତ୍ରୀର ବୈଶ୍ୟତା ଯଦି ସ୍ୱାମୀ ଠାରୁ ଅଧିକ ହୁଏ ତାହେଲେ ସେ ଜାଗାରେ କୁହାହେଉଛି ଯେ ନା ମ୍ୟାରେଜ୍ କରିବେନି, କାରଣ ଏଟା ଆମର ପ୍ୟାଟ୍ରିଆର୍କାଲ ସୋସାଇଟି, ପୁରୁଷ ପ୍ରଧାନ ସମାଜ। ଆମେ କାହିଁକି କହିବା ସ୍ତ୍ରୀମାନେ ଆମକୁ କଣ୍ଟ୍ରୋଲରେ ରଖିବେ? କିନ୍ତୁ ସତ୍ୟତା ହେଲା ଆଜିକା ଦିନ ଯେଉଁ ବୈଶ୍ୟତାର ଯେଉଁ ପ୍ରଥମ ରୁଲ୍ଟା ଆସୁଛି, ଯେ ପରସ୍ପର ଯଦି ସମାନ ବୈଶ୍ୟତା ରୁହେ ତାହେଲେ ବିବାହ ହେବ, ଏଇଟା ଭୁଲ। ଆପଣ ମ୍ୟାରେଜ୍ ମ୍ୟାଚିଂରେ ସଫ୍ଟୱେୟାରରେ ପକାଇଦେବେ, ଦେଖିଦେବେ ମୋର ଚତୁଷ୍ପଦ, ଉଡ୍ ବି ୱାଇଫ୍ର କି ଉଡ୍ ବି ହଜବେଣ୍ଡର ଚତୁଷ୍ପଦ, ଆମେ ଭିତରେ ଭଲ ପଡ଼ିଲା ଆଉ ନାହିଁ। ବୈଶ୍ୟତାଟା ଆଜିକା ଡେଟ୍ରେ ମ୍ୟୁଚୁଆଲ୍ କେବେ ବି କାମ କରିବ ନାହିଁ। ଆଉ ସବୁଗୁଡ଼ା ମ୍ୟୁଚୁଆଲ୍, ସେ ସମରାଶି, ସେ ଯେଉଁ ଯୋନି ମେଳକ କୁହନ୍ତୁ, ନକ୍ଷତ୍ର ମେଳକ କୁହନ୍ତୁ, ସେଟା ମ୍ୟୁଚୁଆଲ୍ ହେଇଯିବ। ବୈଶ୍ୟତାଟା ମ୍ୟୁଚୁଆଲ୍ ହେବନି। ତାହେଲେ ବୈଶ୍ୟତାର ମାନେ କ'ଣ ରହିଲା? ବୈଶ୍ୟତା ମାନେ ହେଲା ମୁଁ ତୁମକୁ ବଶ କରିକି ରଖିବି। ତେଣୁ ଏ ଜାଗାରେ କେବଳ 2ଟା ଜିନିଷ ଆପଣ ଦେଖିବେ, ଡେଭିଏଟିଂ ଫ୍ରମ୍ ଦି କ୍ଲାସିକାଲ ରୁଲ୍, ବା ଯେଉଁଟା ଶାସ୍ତ୍ରରେ ଲେଖା ହେଇଛି ସେଟା ତାକୁ ଆଗେଇକି ତାକୁ ଟିକେ ଆଡ଼େଇ ଦେଇକି ଆମକୁ ଆଗକୁ ଭାଗିବାକୁ ପଡ଼ିବ। ଯେ ସ୍ତ୍ରୀ ଆଇଦର ସ୍ୱାମୀକି କଣ୍ଟ୍ରୋଲରେ ରଖୁ କିମ୍ବା ସ୍ୱାମୀ ସ୍ତ୍ରୀ କଣ୍ଟ୍ରୋଲରେ ରଖୁ। ମୁଁ ଆଜ୍ଞା କିଛି ପ୍ରମୋଟ୍ କରୁନାହିଁ, କୌଣସି ପୁରୁଷକୁ ସ୍ତ୍ରୀଙ୍କୁ ମୁଁ ସପୋର୍ଟ କରୁନି। ନେଗେଟିଭ୍ କମେଣ୍ଟ ଦେବାକୁ ତ ଆମର ଏଠି ମାନେ ଲୋକମାନେ ସିଦ୍ଧହସ୍ତ। ମୁଁ କହୁଛି ଯଦି କିଏ କଣ୍ଟ୍ରୋଲରେ ଗୋଟେ ରହିଯାଏ ତାହେଲେ ମ୍ୟାରେଜ୍ ଚାଲିବ। ମାନେ ଅନ୍ୟ ଜିନିଷ ବି ବହୁତ ଦେଖିବାକୁ ପଡ଼େ, ଏଇଟା କ'ଣ ଗୋଟେ ପଜିଟିଭ୍ ଜିନିଷ ନା। ହଜବେଣ୍ଡ ଇଜ୍ ଏ ୟୁଜଫୁଲ୍ ଏଜେଣ୍ଟ ଫର୍ ୱାଇଫ୍। ନାଇଁ ଲୋକ ଭଲ ନୁହେଁ, କିନ୍ତୁ ଯାହା ହଉ ମୁଁ ଯାହା କହୁଛି ସେ କଥା କରୁଛନ୍ତି। କିନ୍ତୁ ଆପଣ ଦେଖିବେ ଠିକ୍ ଯଦି ଓଲଟା ହୁଏ,
ସ୍ତ୍ରୀଟି ସେଠି କହିବ ଆଜିକାଲି ଗୋଟେ ଟର୍ଚର କନସେପ୍ଟ ପଳେଇ ଆସିଲାଣି ଅଲଗା କଥା, କିନ୍ତୁ ଆଗରୁ ସେ ସ୍ତ୍ରୀମାନେ ଆମେ କହୁଥିଲେ ଯାହା ହଉ ସ୍ତ୍ରୀଟି ବହୁତ ଆଡ଼ଜଷ୍ଟ କରିକି ରହୁଛି। କିନ୍ତୁ ଏ ଦୁଇଟା କ୍ଷେତ୍ରରେ ବିବାହ ଚାଲିବାର ଚାନ୍ସେସ୍ ରହିଛି, ଯଦିଓ ଅନ୍ୟ କଣ୍ଡିସନ୍ ଦେଖିବାକୁ ପଡ଼ିବ। କିନ୍ତୁ ଆପଣ ଯଦି ସମାନ ନେଇଯିବ ହେବନି, ସମାନ ନେଲେ କ'ଣ ହେବ, ସାରା ଜୀବନ ପାଟିତୁଣ୍ଡ ଲାଗୁଥିବେ। ସେ କହିବ ଇଏ ମୋ କଥା ଶୁଣୁନାହିଁ, ଇଏ କହିବ ମୋ କଥା ଶୁଣୁନାହିଁ, ଆଉ କ'ଣ। ଆଉ ଟିକେ ଡେଭିଏଟ୍ କରି କହିଦେଉଛି, ଆଜିକାଲି ତ ସବୁ ଲଭ୍ ହେଇଗଲାଣି। ଆପଣ କହିବେ ସାର୍ ମୁଁ 8 ବର୍ଷ ଲଭ୍ କଲି ଗୋଟେ ଝିଅକୁ, କିନ୍ତୁ ବାହା ହେଇପାରିଲିନି, ଆମର କ'ଣ ମ୍ୟାଚିଂ ନଥିଲା? ନା, ସେଇଟା ଆପଣଙ୍କର 5th ହାଉସ୍ ଏବଂ 7th ହାଉସ୍ ଦେଖାଯାଏ। ଆପଣ କାହାକୁ ଭଲ ପାଇବେ, ହୁଏତ 10 ବର୍ଷ ଗୋଟେ ଝିଅକୁ ଭଲ ପାଇପାରନ୍ତି, କିନ୍ତୁ ବାହା ହେବେ ସେଇଆକୁ ଯାହା ଋଣାନୁବନ୍ଧ ଅଛି। ଯେଉଁମାନଙ୍କ ସହିତ ବହୁତ କମ୍ ଋଣାନୁବନ୍ଧ ଅଛି ଆପଣ ତାଙ୍କୁ ଭଲ ପାଇବେ, ବର୍ଷେ ଭଲ ପାଇଲେ ବ୍ରେକଅପ୍ ହେଇଗଲା। ଯଦି କିଛି ଋଣ ନାହିଁ ଆଜ୍ଞା, ମନେ ରଖିଥାନ୍ତୁ, ଯଦି ଆପଣ କାହାକୁ କିଛି ହାମ୍ପର କରିନାହାନ୍ତି, ଏ ଜନ୍ମରେ ସେ ଲୋକ ଆପଣଙ୍କ ଜୀବନକୁ ଆସିବ ନାହିଁ। ସନ୍ନ୍ୟାସୀମାନେ ଏକାଠିଆ ରହିବାର ଗୋଟିଏ କାରଣ ହେଲା ସେଇଆ, ଯେ କିଛି ଋଣ ତ ନାହିଁ, ଆଉ ସେମାନେ ସୁଝିବେ କ'ଣ? କେଉଁ ଲୋକ ଆସିବ ତାଙ୍କ ଯେକୌଣସି ପ୍ରକାର ଋଣ ଅଛି ସେ କୌଣସି ନା କୌଣସି ସୁଝିବାକୁ ପଡ଼ିବ। ଆପଣ ଦେଖିବେ ଋଣ ନାହିଁ, ଗୋଟେ ପିଲା ଜନ୍ମ ହେଇଯିବେ, ଖୁବ୍ ଏର୍ଲି ବୟସରୁ ତା ବାପା ମା ଚାଲିଯିବେ, ତାର ବାପା ମା ପ୍ରତି ଯେଉଁ ଋଣ ସୁଝିବାର ଥିଲା ଆଉ ନାହିଁ, ଆକ୍ଚୁଆଲି ସେ ସୁଝି ଦେଇଛି। ବାପା ମା ଖାଲି କାମ ଥିଲା ତାକୁ ଜନ୍ମ କରି ଆଗକୁ ଯିବା। କେବେ ଡିଟେଲ ଆଲୋଚନା କରିବା ଋଣାନୁବନ୍ଧ ଉପରେ, ଓଡ଼ିଆରେ ତ ଏତେ ଟିକେ ସିରିୟସ୍ ଭିଉଅର୍ ନାହାନ୍ତି, ଇଂଲିଶରେ ମୁଁ ଅଲରେଡ଼ି କହି ରଖୁଛି। ତେଣୁ ବୈଶ୍ୟତାଟାକୁ ଯେଉଁ ଆମର ଶାସ୍ତ୍ରରେ କୁହାଯାଉଛି ଯେ ସମବୈଶ୍ୟତା ହେଲେ ଭଲ ସମ୍ପୂର୍ଣ୍ଣ, ସବୁ ଜାଗାରେ ବିଷମ ବୈଶ୍ୟତା ହିଁ କାମ ଦେବ। ତେଣୁ ଇଏ ଚତୁଷ୍ପଦ, ଇଏ ହେଇଗଲା ଆମର 2 ପଦ, ତାହେଲେ ଠିକ୍ ହେବ। ଚତୁଷ୍ପଦକୁ ଚତୁଷ୍ପଦ, ଆଉ ଯେମିତି ଆମେ ଗଣ କ୍ଷେତ୍ରରେ କହୁ ରାକ୍ଷସକୁ ରାକ୍ଷସ, ମାନବକୁ ମାନବ, ଠିକ୍ ଅଛି, କିଛି ଅସୁବିଧା ନାହିଁ। କିନ୍ତୁ ବୈଶ୍ୟତାଟା କେବେ ସମାନ ସମାନ ମ୍ୟାଚ୍ ହେବନି, ହେଲା ମାନେ ସେଟା ଗୋଟେ ସବୁବେଳେ କଣ୍ଟକ ହିସାବରେ ରହିବ। ଦେଖନ୍ତୁ ମୁଁ ସବୁବେଳେ କହି ଆସେ ଯେ ଅଶାସ୍ତ୍ରୀୟ ଜ୍ୟୋତିଷ ଗଣନା ଏକ ପ୍ରକାର ଠକାମି, କିନ୍ତୁ ଏଠି ନୂଆ ନୂଆ ଜିନିଷ ଦେଶ କାଳ ପାତ୍ର ଅନୁସାରେ ନିଜକୁ ବଦଳାଇବାକୁ ଯାଇ ମୁଁ ଏକଥା ବି କହି ରଖୁଛି ଯେ ଆମକୁ ଟିକେ ଟିକେ ଚେଞ୍ଜ କରିବାକୁ ପଡ଼ିବ। ବୈଶ୍ୟତା ଯେ ମିଶିଗଲେ, ତେଣୁ ଆପଣ ଫ୍ୟୁଚରରେ ଯେତେବେଳେ ଟିକେ ଦେଖୁଥିବେ କୌଣସି ଗୋଟେ ସଫ୍ଟୱେୟାରରେ ମ୍ୟାଚ୍ କଲାବେଳେ ବୈଶ୍ୟତାଟାକୁ ସେ ଦେଖେଇ ଦେଉଥିବ ନା ଆଙ୍କର ଚତୁଷ୍ପଦ, ଆଙ୍କର 2 ପଦ, ବୈଶ୍ୟତାରେ ସେ 100% ଦେଇଦେଉଥିବ, 2 ପଦ ଆଉ 2 ପଦ 100% ଦେଇଦେଉଥିବ। ସେଇଟା ଆପଣ 100% କାଉଣ୍ଟ କରିବେନି, ସେଇଟା 50 କାଉଣ୍ଟ କରିବେ, ଯେଉଁଠିକି ବୈଶ୍ୟତାଟା 2 ପଦକୁ ଚତୁଷ୍ପଦଟା 50 ହେଉଥିବା କ୍ଲାସିକାଲ ରିସର୍ଚ୍ଚ ଅନୁସାରେ ସେଇଟା ଆପଣ 100 କାଉଣ୍ଟ କରିବେ। ଆଜିକା ଡେଟ୍ରେ ସେଇଟା ମେନ୍। ଆଇଦର ହଜବେଣ୍ଡ ସ୍ତ୍ରୀ ଅଣ୍ଡରରେ, ନହେଲେ ସ୍ତ୍ରୀ ହଜବେଣ୍ଡ ଅଣ୍ଡରରେ ରହିଲେ ତ ସଂସାର ଚାଲିଲା, ଆଉ କ'ଣ? ଦୁଇ ଜଣ ପରସ୍ପର ସହିତ ମ୍ୟାଚ୍ ହେଲେ ଅସୁବିଧା ନୁହେଁ। ତେଣୁ ଏଠି ଆମକୁ ଶାସ୍ତ୍ରଠାରୁ ଟିକେ ଆଗକୁ ଯାଇ ଭାବିବାକୁ ପଡ଼ିବ, ଯେଉଁଠିକି ଛାଡ଼ପତ୍ରଟା ଗୋଟେ ବହୁତ କମନ୍ ହେଇଗଲାଣି, ଆଗରୁ ନଥିଲା। ତେଣୁ ଟିକେ ଟିକେ ମିଳନ ଏପଟ ସେପଟ ହେଲେ ସ୍ତ୍ରୀ ତ ବାହା ହେଲା, ସାରା ଜୀବନ ରହିଲା, ଆଉ କ'ଣ। କିନ୍ତୁ ଏ ଯେଉଁ ଆଜି ବାହା ହେଲେ 2 ମାସ ପରେ ଯେଉଁ ଡିଭୋର୍ସ ଚାଲୁଛି, ସେଇ ଦୃଷ୍ଟିରୁ ଆପଣ ମ୍ୟାରେଜ୍ ମ୍ୟାଚିଂଟା ଟିକେ କେୟାରଫୁଲ୍ କରିବେ। ଯଦିଓ ଡିଭୋର୍ସ ପାଇଁ ମୁଁ ଆଗରୁ ଭିଡ଼ିଓ କରି କହି ରଖିଛି, ଛାଡ଼ପତ୍ର ପାଇଁ ବିଭିନ୍ନ ଅନ୍ୟାନ୍ୟ ଗ୍ରହ ଦାୟୀ, କିନ୍ତୁ ଏଇଟା ବି ଗୋଟେ ଆପଣଙ୍କର ମ୍ୟାଚିଂରେ ଭୁଲ ହେଇଯିବ। ତେଣୁ ଦୟାକରି ବୈଶ୍ୟତାଟାକୁ ଟିକେ କେୟାରଫୁଲି ଦେଖିବେ ଏବଂ ଏହି ପ୍ରିନ୍ସିପଲ୍କୁ ନେଇକି ଦେଖିବେ। ତଦ୍ୱାରା ବିବାହରେ ଆପଣଙ୍କର ଯେଉଁ ଟ୍ରାଡ଼ିସନାଲ୍ ୱେ ଅଫ୍ ମ୍ୟାଚିଂ ଠାରୁ ଟିକେ ଡେଭିଏଟ୍ କଲେ ହିଁ ଆପଣଙ୍କର ପଏଣ୍ଟଟା ଠିକ୍ ବାହାରିବ। ବା ଯେଉଁଟା ଅଷ୍ଟକୂଟ ମଳନ ବୋଲି କୁହାଯାଏ, ବାହାରେ ବେସିକାଲି ନର୍ଦର୍ନ ଇଣ୍ଡିଆ 36 ଗୁଣ ମିଳାନ ବୋଲି କୁହାଯାଏ, ସେଥିରେ ଏଇ ଜିନିଷଟା ବର୍ତ୍ତମାନ ନିଡ୍ସ ଚେଞ୍ଜେସ୍, ଏଇଟା ବଦଳିବାର ଅଛି। ହଉ, ପରିଶେଷରେ ଏହା ଆଶା କରୁଛି ଯେ ଆପଣମାନେ ବହୁତ ସୁଖରେ ସଞ୍ଚାର କରନ୍ତୁ, ଯେ ବାହା ହେଉଛି ବିବାହ ବୈବାହିକ ଜୀବନ ଖୁବ୍ ଭଲରେ ଚାଲୁ। ଭିଡ଼ିଓଟି ଯଦି ଭଲ ଲାଗୁଛି ସେୟାର କରନ୍ତୁ। ଯଦି ଆପଣଙ୍କର এই ବିଷୟରେ କିଛି କହିବାର ଅଛି ଦୟାକରି କମେଣ୍ଟ ସେକ୍ସନରେ ଲେଖନ୍ତୁ। ସାର୍ ଭିଡ଼ିଓଟି ଭଲ ଲାଗୁନାହିଁ, ଭିଡ଼ିଓଟି ଭଲ ଲାଗୁଛି, ଏସବୁ ପର୍ସନାଲ୍ କମେଣ୍ଟ ଲେଖିବା କମେଣ୍ଟ ସେକ୍ସନ୍ ସେଥିପାଇଁ ହେଇନାହିଁ। ଆପଣ କହିବେ ସାର୍ ଆପଣ ମାଇକ୍ରୋଫୋନ୍ ୟୁଜ୍ କରନ୍ତୁ, କି ଆପଣ ଆଉ ଟିକେ ଭଲ ସାଉଣ୍ଡ ସିଷ୍ଟମ୍ ୟୁଜ୍, ମୁଁ କିଛି ଗୋଟେ କରିପାରିବି ନାହିଁ, କିମ୍ବା ଆପଣଙ୍କ କହିବେ ଭିଡ଼ିଓଟି ଭଲ ହୋଇଛି, ତା'ର ବି କିଛି ମାନେ ନାହିଁ। ତ ଆଜି ପାଇଁ ଏତିକି। ଯଦି ମହାଦେବ ଚାହାନ୍ତି ତାହେଲେ ଆଉ ଗୋଟେ ଭିଡ଼ିଓ ନେଇ ଖୁବ୍ ଶୀଘ୍ର ଆପଣଙ୍କ ପାଖରେ ଉପସ୍ଥିତ ହେବେ। ଆଜି ପାଇଁ ଆଜ୍ଞା ଦିଅନ୍ତୁ। ଓମ୍ ନମଃ ଶିବାୟ।